ହଠାତ୍ ଫଁ ଫଁ ଗର୍ଜନ ଶୁଣି ନିଦ ଭାଙ୍ଗିଗଲା ମହିଳାଙ୍କର। ପଲଙ୍କର ଗୋଟିଏ କୋଣରେ ଅଧା ଠିଆ ହୋଇ ଫଣା ଟେକି ଗର୍ଜନ କରୁଛି ସର୍ପ। ଭୟଭୀତ ମହିଳା ତତ୍କ୍ଷଣାତେ ବିଛଣାରୁ ତଳକୁ ଡେଇଁ ପଡ଼ିଲେ, ହେଲେ ସାପଟିଏ ଗୋଟିଏ ସ୍ଥାନରେ ସ୍ଥିର ରହି ଫଣା ଟେକି ଗର୍ଜନ କରି ଚାଲିଥାଏ। ଖୁବ୍ ନିକଟରେ ଏପରି ଦୃଶ୍ୟ ଦେଖିଲେ ଯେ କୌଣସି ବି ସାହସୀ ମଣିଷ ଭୟଭୀତ ହେବା ସ୍ୱାଭାବିକ ଆଉ ନିଶ୍ଚିତ ମଧ୍ୟ। ହଁ ଆଜ୍ଞା, ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ଦୋଳସାହି ପଞ୍ଚାୟତର ଅଲିନଗର ଗ୍ରାମର ଅନନ୍ତ ପ୍ରସାଦ ଭଞ୍ଜଙ୍କ ଘରେ। ଭାଗ୍ୟ ବଳରୁ ମରଣ ମୁହଁରୁ ଅଳ୍ପକେ ରକ୍ଷା ପାଇଥିବା ମହିଳା ଜଣକ କହିବା ଅନୁଯାୟୀ ଘରର କାମଦାମ ସାରି ଖାଇସାରିବା ପରେ ପ୍ରତିଦିନ ପରି ସେ ପଲଙ୍କ ଉପରେ ଶୋଇପଡ଼ିଛନ୍ତି। ପ୍ରାୟ 1 ଘଣ୍ଟା ପରେ ଫଁ ଫଁ ଗର୍ଜନ ଶୁଣି ତାଙ୍କର ନିଦ ଭାଙ୍ଗିଗଲା। ନିଦ ମଳମଳ ଆଖିରେ ଅନାଇ ଦେଖନ୍ତି ତ ପଲଙ୍କ ଉପରେ ଚମ୍ପା ନାଗଟିଏ ଅଧା ଠିଆ ହୋଇ ଫଁ ଫଁ ଗର୍ଜନ କରୁଛି। କୌଣସି ପ୍ରକାରେ ସନ୍ତରପଣରେ ତଳକୁ ଓହ୍ଲାଇ ଆସିଥିଲେ ମହିଳା। ଚମ୍ପା ନାଗଟି କିନ୍ତୁ ସେହି ଗୋଟିଏ ସ୍ଥାନରେ ସ୍ଥିର ରହି ଫଣା ଟେକି ଗର୍ଜନ କରୁଥିଲା। ସଙ୍ଗେ ସଙ୍ଗେ ପରିବାର ଲୋକେ ଆଉ କ୍ରମଶଃ ଗ୍ରାମବାସୀଙ୍କର ଭିଡ଼ ଜମି ଯାଇଥିଲା ସେହି ସ୍ଥାନରେ। କିଏ ସାପକୁ କ୍ଷୀର ଦେଇ ସନ୍ତୁଷ୍ଟ କରିବାକୁ ତ ଆଉ କିଏ ପଲଙ୍କ ନିକଟରେ ଅଧିଆ ପଡ଼ି କାହାର କ୍ଷତି ନ କରିବା ପାଇଁ ଚମ୍ପା ନାଗକୁ ନେଉରାଉଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ଏତେ ଗହଳ ଚହଳ ହୋ ହେଲା ସତ୍ତ୍ୱେ ବି ଚମ୍ପା ନାଗଟି ସେଇମତି ଗୋଟିଏ ଜାଗାରେ ସ୍ଥିର ରହି ଫଣା ଟେକି ଫଁ ଫଁ କରି ଚାଲିଥିଲା। କାହାର ବି କ୍ଷତି କରୁନଥିଲା। କେତେକ କହିବା ପରେ ଭଦ୍ରକର ବହୁ ଚର୍ଚ୍ଚିତ ସାପ ଧରାଳି ମିର୍ଜା ମହମ୍ମଦ ଆରିଫ ଓ ତାଙ୍କର ସ୍ନେକ୍ ରେସ୍କ୍ୟୁ ଟିମ୍ ଆସି ଘଟଣାସ୍ଥଳରେ ପହଞ୍ଚି ବିରାଟକାୟ ଚମ୍ପା ନାଗଟିକୁ କୌଣସି ପ୍ରକାରେ କାବୁ କରି ଉଦ୍ଧାର କରିଥିଲେ। ଏହି ଘଟଣା ଭଦ୍ରକ ଜିଲ୍ଲାରେ ଏବେ ମୁଖ୍ୟତଃ ଚର୍ଚ୍ଚାରେ ରହିଛି। ଭଦ୍ରକରୁ ବ୍ୟୁରୋ ଚିଫ୍ ଦିଲ୍ଲୀପ ଖୁଣ୍ଟିଆଙ୍କ ରିପୋର୍ଟ, ସାଇ ସତ୍ୟ ନ୍ୟୁଜ୍।